10 କ୍ଲାସ୍ର ଇଂଲିଶ ବହିର ପ୍ରଥମ ଚାପ୍ଟର ରହିଛି ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍। ଦେଖ ଥିଙ୍ଗସ୍ ମାନେ ହେଉଛି ଜିନିଷ, ବ୍ରାଇଟ୍ ମାନେ ହେଲା ଉଜ୍ଜଳ ଏବଂ ବ୍ୟୁଟିଫୁଲ୍ ମାନେ ହେଉଛି ସୁନ୍ଦର। ତାହେଲେ ଏଇ ବିଷୟଟା ପଢ଼ିବା, ସବୁ ଜିନିଷ ଉଜ୍ଜଳ ଏବଂ ସୁନ୍ଦର ବିଷୟଟା ପଢ଼ିବା। ଲେଖକ କିଏ ହେଉଛନ୍ତି ବା କବି କିଏ ହେଉଛନ୍ତି? ଦେଖ C.F. ଆଲେକ୍ଜାଣ୍ଡାର। C.F. ଆଲେକ୍ଜାଣ୍ଡାର ହେଉଛନ୍ତି ଏଇ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ର କବି। ଓକେ, ଏଠି କ୍ୱେଶ୍ଚନ୍ ଆସିପାରେ। ପ୍ରଥମ କ୍ୱେଶ୍ଚନ୍ ଆସିବ, ଦେଖ ହୁ ଇଜ୍ ଦି ପୋଏଟ୍ ଅଫ୍ ଦି ପୋଏମ୍ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍? ମାନେ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ କବିତାର କବି କିଏ କହିଲେ ତୁମେ ଆନ୍ସର୍ରେ କ'ଣ ଲେଖିବ? C.F. ଆଲେକ୍ଜାଣ୍ଡାର। ଓକେ, ଜାଣିପାରିଲ? ଏବେ କବିଙ୍କ ବିଷୟରେ ଟିକେ ଜାଣିବା। କ'ଣ ଅଛି? କବି କିଏ, ସେ କେଉଁଠି ଜନ୍ମ ହେଇଥିଲେ, ତାଙ୍କ ବିଷୟରେ ଜାଣିବା। କବିଙ୍କ ବିଷୟରେ ଏବାଉଟ୍ ଦି ପୋଏଟ୍। ଓକେ, ଏବାଉଟ୍ ଦି ପୋଏଟ୍ ସେସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡାର, ମାନେ CFର ଫୁଲ୍ ଫର୍ମ, ମାନେ ପୁରା ନାମ ହେଉଛନ୍ତି CF ଆଲେକ୍ଜାଣ୍ଡାରର ପୁରା ନାଁ ହେଉଛି ସେସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡାର। ୱାଜ୍ ବ୍ରନ୍ ଇନ୍ ଡୁବଲିନ୍ ଆୟାରଲାଣ୍ଡ ଇନ୍ 1818। ତାହେଲେ CF ଆଲେକ୍ଜାଣ୍ଡାର ସେ ଜନ୍ମଗ୍ରହଣ କରିଥିଲେ ଡୁବଲିନ୍ର ଆୟାରଲାଣ୍ଡ ସହରରେ 1800 କେତେ ମସିହାରେ? 18 ମସିହାରେ ହେଲା। ସି ଇଜ୍ ଏ ଫେମସ୍, ଏଠି ଦେଖ ସି ଆସିଛି, ଏଠି ସି କେଉଁଠି ବସେ? ହି ସି ଜାଣିଛ, ସି ହେଲା ଗୋଟେ ସ୍ତ୍ରୀ ପାଖରେ ବସେ। ଓକେ, ଏଠି ସ୍ତ୍ରୀ ପାଖରେ ବସେ, ତେଣୁ ସି ବସିଛି ମାନେ ଏଇଟା ଗୋଟେ CF ଆଲେକ୍ଜାଣ୍ଡାର ଜଣେ କବି, ମାନେ ଗୋଟେ ଝିଅ ପିଲା ବା ନାରୀ କବି ଅଟନ୍ତି। ଓକେ, ସି ଇଜ୍ ଏ ଫେମସ୍ ହାଇମନ୍ ରାଇଟର୍ ଆଣ୍ଡ ପୋଏଟ୍। ସେ ଜଣେ ଧାର୍ମିକ, ହାଇମନ୍ ମାନେ ଧାର୍ମିକ ଲେଖକ ଭାବରେ ଏବଂ ପୋଏଟ୍ କବି ଭାବରେ ପରିଚିତ ଅଟନ୍ତି। ତାହେଲେ ହାର୍ ଫେମସ୍ ୱାର୍କ, ତାଙ୍କର ପ୍ରସିଦ୍ଧ ଲେଖା ଗୁଡ଼ାକ ହେଉଛି ହାଇମନ୍ ଫର୍ ଚିଲଡ୍ରେନ୍, କ୍ରିଷ୍ଟମାସ୍ କାରୋଲ୍, ୱାନ୍ସ ଇନ୍ ରୟାଲ୍ ଡେଭିଡ୍ ସିଟି, ଭର୍ସେସ୍ ଅଫ୍ ହୋଲି ସିଜନ୍। ଏଇଗୁଡ଼ାକ ତାଙ୍କର ଫେମସ୍ ଲେଖା ଗୁଡ଼ାକ। ଓକେ, ଦିସ୍ ପୋଏମ୍ ଇଜ୍ ଇନକ୍ଲୁଡ୍ ଇନ୍ ହାଇମନ୍ ଫର୍ ଚିଲଡ୍ରେନ୍। ଏଠି ଦେଖ ଏଇ କବିତାଟା କେଉଁଠୁ ଆସିଛି କହ ନା? ଏଇ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ କବିତାଟି ହାଇମନ୍ ଫର୍, ଏଠି ଦେଖ ହାଇମନ୍ ଫର୍ ଚିଲଡ୍ରେନ୍ରୁ ଆସିଛି। ଏଠି କ୍ୱେଶ୍ଚନ୍ କ'ଣ ଆସିବ? ତୁମକୁ କ୍ୱେଶ୍ଚନ୍ ପଚାରିପାରେ, ଦି ପୋଏମ୍ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ହ୍ୟାଜ୍ ବିନ୍ ଇନକ୍ଲୁଡ୍ ଇନ୍ ଡ୍ୟାସ୍ କହିଲେ ତୁମେ କ'ଣ ଲେଖିବ ଆନ୍ସର୍ରେ? ଦେଖ ଏଠି ତା ମାନେ ହେଉଛି, ଓଡ଼ିଆରେ ବୁଝେଇ ଦେଉଛେ, ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ କବିତାଟି କେଉଁ କବିତାରୁ ଆସିଛି କହିଲେ ତୁମେ, କେଉଁଠୁ ଆସିଛି କହିଲେ ତୁମେ ଲେଖିବ ହାଇମନ୍ ଫର୍ ଚିଲଡ୍ରେନ୍। ଓକେ, ଆନ୍ସର୍ରେ କ'ଣ ଲେଖିବ? ହାଇମନ୍ ଫର୍ ଚିଲଡ୍ରେନ୍। ଜାଣିପାରିଲ କବିଙ୍କ ବିଷୟରେ। ଏବେ ଯିବା କବିତାକୁ। We see and enjoy many things around, such a beautiful sunrise, sunset। ମାନେ ହେଉଛି we see and enjoy, ଆମେ ଆମ ଚାରିପାଖରେ we see and enjoy many things around us, ଆମ ଚାରିପାଖରେ ବହୁତ ସାରା ଜିନିଷ ଆମେ ଦେଖୁ, ତା ସହିତ ଉପଭୋଗ କରିଥାଉ। ଯେମିତିକି ଆମେ ବ୍ୟୁଟିଫୁଲ୍ ମାନେ ସୂର୍ଯ୍ୟ ସନ୍ରାଇଜ୍ ଏବଂ ସନ୍ସେଟ୍ ହେବା, ସୂର୍ଯ୍ୟ ଉଦୟ ଅସ୍ତ ହେବା, ଗଛ ଫୁଲ ଫ୍ଲାୱାର ଟ୍ରିଜ୍ ଏବଂ ରିଭର୍ ମାଉଣ୍ଟେନ୍ ମାନେ ନଦୀ ପର୍ବତ, ଏଇସବୁ ବାର୍ଡ଼ ଏନିମଲ୍, ଏଇସବୁ ଦେଖିକରି ଆମେ ଦେଖୁ, ତା ସହିତ ଖୁସି ଅନୁଭବ କରୁ। ଆମେ ପ୍ରାକୃତିକ ଜିନିଷକୁ ଯେତେ ଦେଖୁ ସେତେ ଆମକୁ ଖୁସି ଲାଗିଥାଏ। ଓକେ, ଦେଖୁ ୱି ସ୍ମେଲ୍ ଫ୍ରାଗ୍ରାନ୍ସ ଅଫ୍ ଫ୍ଲାୱାର୍, ଆମେ ହେଲା ସୁଗନ୍ଧ ଫୁଲର ବାସ୍ନା ଶୁଙ୍ଘିଥାଉ ଏବଂ ଫିଲ୍ ଦ ଚେଞ୍ଜ ଅଫ୍ ସିଜନ୍, ଏବଂ ଆମେ ହେଲା ଋତୁ, ଆମ ଛଅଟା ଋତୁର ଆମେ ମାନେ କ'ଣ ଋତୁ ପରିବର୍ତ୍ତନ ହେବାର ଆମେ ଅନୁଭବ କରିଥାଉ ନା ନାହିଁ? ଖରା ଆସିଲେ ଗରମ ହେଇଥାଏ, ଶୀତ ଆସିଲେ ଥଣ୍ଡା ଲାଗିଥାଏ, ଏସବୁ ଭାବରେ ଆମେ କ'ଣ ଅନୁଭବ କରିପାରିଥାଉ ଋତୁ ପରିବର୍ତ୍ତନ ହେବାର। ଏବଂ ୱି ସି ଆଇଜ୍ ଟୁ ସି ଅଲ୍ ଦିସ୍, ଆମକୁ ଆଖି ଦିଆହେଇଛି କ'ଣ? ଏଇସବୁ ଦେଖିବା ପାଇଁ, ଏବଂ ଓଠ ଦିଆଯାଇଛି ଲିପ୍ସ ଟୁ ପ୍ରାଇଜ୍ ଦି ବିୟୁଟି ଅଫ୍ କ୍ରିଏସନ୍। ତାହେଲେ ଓଠ କ'ଣ ପାଇଁ ଦେଇଛି କୁହ ନା? ଯେଉଁ ଆମକୁ ପ୍ରଶଂସା କରିବା, ମାନେ ଏଇ ସୁନ୍ଦରତାକୁ ପ୍ରଶଂସା କରିବା ପାଇଁ ଆମକୁ ଓଠ ଦେଇଛି ହେଲା। ହ୍ୟାଭ୍ ୟୁ ଏଭର୍ ଥଟ୍ ହୁ କ୍ରିଏଟେଡ୍ ସଚ୍ ଏ ବ୍ୟୁଟିଫୁଲ୍ ଥିଙ୍ଗସ୍? ତୁମେ କେବେ ଚିନ୍ତା କରିପାରୁଛ ଏସବୁ କିଏ ସୃଷ୍ଟି କରିଛି? ତାହେଲେ এই ବିଷୟକୁ ପଢ଼ି ସାରିଲେ ଆମେ ଜାଣିପାରିବା ଏସବୁ ସୁନ୍ଦରତା କିଏ ସୃଷ୍ଟି କରିଛନ୍ତି ଏବଂ କବି କ'ଣ କହୁଛନ୍ତି। ଏଇ କବିତାକୁ ଆମେ ପଢ଼ିଲେ ଭଲ ଭାବରେ ଜାଣିପାରିବା। ଓକେ, ଷ୍ଟାର୍ଟିଂ କରିବା। କ'ଣ ଲେଖିଛି ଦେଖ, ଷ୍ଟାଞ୍ଜା 1ରେ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍, ମାନେ ଅଲ୍ ଥିଙ୍ଗସ୍ ମାନେ ଜାଣିପାରିଲ ଜିନିଷ, ସବୁ ଜିନିଷ କ'ଣ? ଉଜ୍ଜଳ ଏବଂ ସୁନ୍ଦରତା କହିଛନ୍ତି। ଆଉ ଚାରିପାଖରେ ଯେମିତି ସୂର୍ଯ୍ୟ ଉଦୟ ଅସ୍ତ ହେବା, ପଶୁପକ୍ଷୀ ଗାଈ ଗୋରୁ
ଗଛଲତା ସବୁ ହେଲା ଆମକୁ କ'ଣ ବହୁତ ଆମ ଚାରିପାଖରେ ଯେତେ ସବୁ ରହିଛି ସବୁ ହେଲା ସୁନ୍ଦର ଏବଂ ଉଜ୍ଜଳ। ଏଠି କବି କହୁଛନ୍ତି ହେଲା ଅଲ୍ କ୍ରିଏଚର୍ସ। କ୍ରିଏଚର ହେଲା ଏଠି ଦେଖ କ୍ରିଏଚରର ଅର୍ଥ ହେଉଛି ଜୀବଜନ୍ତୁ ହେଲା। ଗ୍ରେଟ୍ ଆଣ୍ଡ ସ୍ମଲ୍ କହୁଛନ୍ତି। ଗ୍ରେଟ୍ ମାନେ ବଡ଼ ଏବଂ ସ୍ମଲ୍ ହେଲା ସ୍ମଲ୍ର ଅର୍ଥ ହେଉଛି ଛୋଟ। ତାହେଲେ କବି କହୁଛନ୍ତି ସବୁ ଜୀବଜନ୍ତୁ ବଡ଼ ଏବଂ ଛୋଟ ସୃଷ୍ଟି ହେଇଛି। ଯେମିତି ଛୋଟ ପିମ୍ପୁଡ଼ି ଠାରୁ ଆରମ୍ଭ କରି ବିରାଟ କାୟ ହାତୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଛୋଟ ବଡ଼ ତିଆରି କରିଛନ୍ତି। ଏବଂ ଅଲ୍ ଥିଙ୍ଗ ୱାଇଜ୍ ଆଣ୍ଡ ୱାଣ୍ଡରଫୁଲ୍ ମାନେ ସବୁ ଜିନିଷ ଜ୍ଞାନୀ ଏବଂ ଚମତ୍କାର ଭାବରେ ସୃଷ୍ଟି କରିଛନ୍ତି। ଏ ଲର୍ଡ଼ ଗଡ଼୍ ମେଡ୍ ଦେମ୍ ଅଲ୍ କହୁଛନ୍ତି। ଏସବୁ କିଏ ତିଆରି କରିଛନ୍ତି? ଯେମିତିକି ସୁନ୍ଦର ଉଜ୍ଜଳ ମାନେ ଛୋଟ ବଡ଼ ମାନେ ଛୋଟ ବଡ଼ ଜିନିଷ ତିଆରି ମାନେ ଛୋଟ ବଡ଼ ଜୀବଜନ୍ତୁ ତିଆରି କରିବା, ଜ୍ଞାନୀ ଏବଂ ଚମତ୍କାର ତିଆରି କରିବା, ଏସବୁ କିଏ ତିଆରି କରିଛନ୍ତି କହୁଛନ୍ତି କବି। ତାହେଲେ କବି କହୁଛନ୍ତି ଲର୍ଡ଼ ଗଡ଼୍ ମେଡ୍ ଦେମ୍ ଅଲ୍ କହୁଛନ୍ତି। ତାହେଲେ ଭଗବାନ ଏସବୁ ସୃଷ୍ଟି କରିଛନ୍ତି। ଓକେ, ଏଠି କ'ଣ କ୍ୱେଶ୍ଚନ୍ ଆସିପାରେ ଦେଖ। କ୍ୱେଶ୍ଚନ୍ ଆସିବ According to the poet C.F. Alexander, all things have been made by days। ମାନେ ଏଠି ବୁଝେଇ ଦେଉଛି ଓଡ଼ିଆଟା। ମାନେ ଦେଖ ମାନେ according ମାନେ C.F. Alexander ଅନୁଯାୟୀ all things have been made by ମାନେ ସବୁ ଜିନିଷ କିଏ ତିଆରି କରିଛନ୍ତି ବୋଲି କହିଛନ୍ତି। ତାହେଲେ ଆନ୍ସରରେ କ'ଣ ଲେଖିବ? ଗଡ଼୍। ଓକେ, ସଠିକ୍ ଆନ୍ସର କ'ଣ ହେବ? ଗଡ଼୍ ହେବ। ଓକେ, ସେକେଣ୍ଡକୁ ସ୍ଟାଞ୍ଜା ସେକେଣ୍ଡକୁ ଯିବା। ବୁଝି ଆସୁଛି? ସେକେଣ୍ଡରେ କ'ଣ ରହିଛି ଦେଖ। ଇଜ୍ ଲିଟିଲ୍ ଫ୍ଲାୱାର୍ ଦଟ୍ ଓପେନ୍ସ, ଇଜ୍ ଲିଟିଲ୍ ବାର୍ଡ଼ସ୍ ଦଟ୍ ସିଙ୍ଗ୍। ଇଜ୍ ଲିଟିଲ୍ ପ୍ରତ୍ୟେକ ଛୋଟ ଛୋଟ ଫୁଲମାନେ କ'ଣ କରନ୍ତି? ଓପେନ୍ ହେଇଥାନ୍ତି, ଫୁଟିଥାନ୍ତି। ଯେମିତିକି ଫୁଟିଥାନ୍ତି ସେହି ପ୍ରକାର ଛୋଟ ଛୋଟ ଫୁଲମାନେ ଗୀତ ଗାଇଥାନ୍ତି। ହି ମେଡ୍ ଦିଅର୍ ଗ୍ଲୋଇଂ କଲର୍ସ। ତାହେଲେ ସେ କ'ଣ ତିଆରି କରିଛନ୍ତି? ଯେଉଁ ଛୋଟ ଛୋଟ ଫୁଲମାନଙ୍କ ଯେଉଁ ଫୁଟିଛନ୍ତି ସେମାନଙ୍କର ପାଇଁ ଗ୍ଲୋଇଂ କଲର୍ ତିଆରି କରିଛନ୍ତି। ବିଭିନ୍ନ ପ୍ରକାର ସୁନ୍ଦରତା କଲର୍ ଭାବରେ ଫୁଲମାନଙ୍କୁ ତିଆରି କରିଛନ୍ତି। ଓକେ, ହି ମେଡ୍ ଦିଅର୍ ଟାଇନିଂ ୱିଙ୍ଗସ୍। ତାହେଲେ ସିଏ ମଧ୍ୟ ଏଇ ଛୋଟ ଛୋଟ ଯେଉଁ ପକ୍ଷୀମାନଙ୍କୁ ସେ କ'ଣ ତିଆରି କରିଛନ୍ତି? ଛୋଟ ଛୋଟ ଟାଇନି ମାନେ ଡେଣା ହେଲା ୱିଙ୍ଗସ୍ ତିଆରି କରିଛନ୍ତି। ୱିଙ୍ଗସ୍ ମାନେ ନା ଟାଇନିଂ ୱିଙ୍ଗସ୍ ମାନେ ଛୋଟ ଛୋଟ ଡେଣା ସୃଷ୍ଟି କରିଛନ୍ତି। ଏଠି କ'ଣ କ'ଣ କ୍ୱେଶ୍ଚନ୍ ଆସିବ ଦେଖ, ମୁଁ ଭଲସେ ବୁଝେଇ ଦେଉଛି। ସ୍ଟାଞ୍ଜାକୁ ଭଲ ଭାବରେ ବୁଝିପାରିଲ? ମାନେ ଛୋଟ ଛୋଟ ଫୁଲ ଗୁଡ଼ିକ ଯେମିତି ଫୁଟିଥାନ୍ତି, ସେ ଫୁଟିବା ସହିତ ଭଗବାନ ଏଠି ହିର ମତଲବ ହେଉଛି ଏଠି ହି କାହାକୁ ବୁଝାଯାଇଛି? ଭଗବାନଙ୍କୁ। ମନେ ରଖିବ, ଭଗବାନଙ୍କୁ ବୁଝାଯାଇଛି। ଓକେ, ସେ କ'ଣ କରିଛନ୍ତି? ଛୋଟ ଛୋଟ ଫୁଲମାନଙ୍କ ପାଇଁ ସେ ବେଶ ସୁନ୍ଦରତା ଗ୍ଲୋଇଂ କଲର୍ର ସୃଷ୍ଟି କରିଛନ୍ତି। ସେହି ପ୍ରକାର ଛୋଟ ଛୋଟ ଫୁଲ ମାନେ ପକ୍ଷୀମାନଙ୍କୁ ଗୀତ ଗାଇବା ପାଇଁ ଛୋଟ ଛୋଟ ଡେଣା ତିଆରି କରିଛନ୍ତି ବୋଲି ଏଠି କବି କହିଛନ୍ତି। ଓକେ, ଏଠି କ'ଣ କ'ଣ କ୍ୱେଶ୍ଚନ୍ ଆସିବ ମୁଁ ତୁମକୁ କହୁଛି ହେଲା। ଏଠି ଦେଖ ଯେଉଁ ଗ୍ଲୋଇଂ କଲର୍ ଅଛି ତା ଭିତରେ ତା ରିଲେଟେଡ଼୍ କ'ଣ କ୍ୱେଶ୍ଚନ୍ ଆସିପାରେ। ଦି ଫ୍ଲାୱାର୍ ଆର୍ ବିୟୁଟିଫୁଲ୍ ବିକଜ୍ ଅଫ୍ ଦିଆର୍ ଡେସ୍। ତାହେଲେ ସେ ଫୁଲମାନେ ବିୟୁଟିଫୁଲ୍ ହେବାର କାରଣ କ'ଣ ପାଇଁ? ଗ୍ଲୋଇଂ କଲର୍ ଥିବାରୁ। ତାହେଲେ ଆନ୍ସରରେ କ'ଣ ଲେଖିବ? ସଠିକ୍ ଆନ୍ସର ଲେଖିବ ଗ୍ଲୋଇଂ କଲର୍। ଓକେ, ଜାଣିପାରିଲ? ସେହିପରିକା ସେକେଣ୍ଡ ଆସିପାରେ ଯେଉଁ ଟାଇନିଂ ୱିଙ୍ଗସ୍ ରହିଛି। ହ୍ୱାଟ୍ ହେଜ୍ ଗଡ଼୍ ଗିଭେନ୍ ଟୁ ଦି ଲିଟିଲ୍ ବାର୍ଡ଼। ମାନେ ଭଗବାନ ଛୋଟ ଛୋଟ ପକ୍ଷୀମାନଙ୍କୁ କ'ଣ ଦେଇଛନ୍ତି କହିଲେ? ଆନ୍ସର କ'ଣ ହେବ? ଆନ୍ସର ଟାଇନି ୱିଙ୍ଗସ୍। ଜାଣିପାରିଲ? ଓକେ, ସେକେଣ୍ଡ ସ୍ଟାଞ୍ଜା କ୍ଲିୟର ଏବେ ହେଲା। ଦି ପର୍ପଲ୍ ହେଡେଡ୍ ମାଉଣ୍ଟେନ୍ ଦି ରିଭର୍ ରନିଂ ବାଇ। ମାନେ କ'ଣ ହୁଏ? ଦି ପର୍ପଲ୍ ହେଡେଡ୍ ସେଇ ପାହାଡ଼ଟା ଦେଖ କିପରି ଦେଖାଯାଏ? ପର୍ପଲ୍ ହେଡ୍ର ଦେଖାଯାଇଥାଏ, ଯାହାକି ସେଇ ପାହାଡ଼ ପାଖରେ କ'ଣ ବହୁତ ସାରା ନଦୀ ବହିଯିବାର ଦେଖିପାରିବ। ଯେମିତିକି ଏଠି କହିବାର ଉଦ୍ଦେଶ୍ୟ ହେଉଛନ୍ତି ଗୋଟେ କବି ହେଉଛନ୍ତି C.F. ଆଲେକ୍ଜାଣ୍ଡାର ହେଉଛନ୍ତି ଆଇର୍ଲାଣ୍ଡ ଦେଶରେ ଜଣେ ବାସ କରୁଛନ୍ତି। ସେଇଠି ଅଧିକାଂଶ ପାହାଡ଼ ଏବଂ ନଦୀ ଥିବାରୁ ଏଇଠିକୁ ବର୍ଣ୍ଣନା କରିଛନ୍ତି। ଓକେ, ଦି ସନ୍ ସେଟ୍ ଦି ମର୍ଣ୍ଣିଂ ଦି ବ୍ରାଇଟନେସ୍ ଅଫ୍ ଦି ସ୍କାଏ। ତାହେଲେ ଏଠି କ'ଣ ଅଛି? ଦି ସନସେଟ୍ ଆଣ୍ଡ ଦି ମର୍ଣ୍ଣିଂ ଦି ବ୍ରାଇଟନେସ୍ ଅଫ୍ ଦି ସ୍କାଏ। ତାହେଲେ ଯେତେବେଳେ ସୂର୍ଯ୍ୟ ଉଦୟ ହେବା ଅସ୍ତ ହେବା ସମୟରେ ଆକାଶଟା କିପରି ଦେଖାଯାଏ? ବ୍ରାଇଟନେସ୍ରେ ପରିପୂର୍ଣ୍ଣ ହୋଇଥାଏ ନା ନାହିଁ? ଏଠି ଦେଖ ଯେଉଁ ପର୍ପଲ୍ ଦେଖ ସ୍ଟାଞ୍ଜା ପରେ କ'ଣ କ୍ୱେଶ୍ଚନ୍ ଆସିପାରେ? ଯେଉଁ ପର୍ପଲ୍ ହେଡେଡ୍ ରିଲେଟେଡ଼୍ ତୁମର କ୍ୱେଶ୍ଚନ୍ ଆସିବ। ଦି ମାଉଣ୍ଟେନ୍ ଇନ୍ ଦି ପୋଏମ୍ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍ ଇଜ୍ ଡେସ୍କ୍ରାଇବ୍ ଆଜ୍। ମାଉଣ୍ଟେନ୍କୁ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍ କବିତାରେ କ'ଣ ଭାବରେ ବା
କୋରିଲେଟେଡ୍ ମାନେ ଏଠି କ'ଣ କରିଛନ୍ତି, କୋରିଲେଟେଡ୍ ମାନେ ମାଉଣ୍ଟେନକୁ କିପରି ଭାବରେ ଏଠି ବର୍ଣ୍ଣନା କରାଯାଇଛି ବା ଡେସ୍କ୍ରାଇବ୍ କରାଯାଇଛି କହିଲେ ପର୍ପଲ୍ ହେଡ଼େଡ଼ କହିବ। ଓକେ, ଆନ୍ସର୍ରେ କ'ଣ ଲେଖିବ ପର୍ପଲ୍ ହେଡ଼େଡ଼। ସେ ରିଲେଟେଡ଼ ଦେଖ ମାଉଣ୍ଟେନ ଯେଉଁ ରହିଛି ଦି ରିଭର ରାନିଂ ବାଇ ଦି, ତାହେଲେ এই ରିଭର ଗୁଡ଼ାକ କେଉଁଠି ପ୍ରବାହିତ ହେଇଛି ଡେସ୍ କହିଲେ ଏଠି କ୍ୱେଶ୍ଚନ୍ ଆସିବ ଦି ରିଭର ରାନିଂ ବାଇ ଦି ଡେସ୍ କହିଲେ ତୁମେ କ'ଣ କରିବ ଯେଉଁ ରିଭର ଗୁଡ଼ାକ କେଉଁଠି ପ୍ରବାହିତ ହେଇଛି ମାଉଣ୍ଟେନ ଚାରିପାଖରେ, ତାହେଲେ ଆନ୍ସର୍ରେ କ'ଣ ଲେଖିବ ମାଉଣ୍ଟେନ। ଓକେ, ତା ପରିବର୍ତ୍ତ କ୍ୱେଶ୍ଚନ୍ ଦେଖିବା ଆମେ କ'ଣ ରହିଛି ଦେଖ କ୍ୱେଶ୍ଚନ୍ ୱିଚ୍ ଟାଇମ୍ ବ୍ରାଇଟନେସ୍ ଅଫ୍ ଦି ସ୍କାଏ ମାନେ ଆକାଶର ରଙ୍ଗ କେତେବେଳେ ଉଜ୍ଜଳ ଦେଖାଯାଏ, ତାହେଲେ ଆନ୍ସର୍ରେ କ'ଣ ଲେଖିବ ଦେଖ ଦି ସନସେଟ୍ ଆଣ୍ଡ ଦି ମର୍ଣ୍ଣିଂ, ତାହେଲେ ସକାଳ ଏବଂ କ'ଣ ସକାଳ ଏବଂ ସନ୍ଧ୍ୟାରେ ଉଦୟ ହେବା ସନସେଟ୍ ସକାଳ ଏବଂ ସନ୍ଧ୍ୟାରେ କ'ଣ ଦେଖାଯାଏ ସେ ଆକାଶଟା ସ୍କାଏ ମାନେ ବ୍ରାଇଟନେସ୍ ଦେଖାଯାଏ। ଓକେ, ଜାଣିପାରିଲ। ତା ପରବର୍ତ୍ତୀ ସ୍ଥାନକୁ ଯିବା ଦି କୋଲ୍ଡ ୱିଣ୍ଡ ଇନ୍ ଦି ୱିଣ୍ଟର ମାନେ କ'ଣ କହୁଛନ୍ତି ଦି ପ୍ଲେଜାଣ୍ଟ ସମର ସନ୍ ମାନେ ସେ କ'ଣ କହୁଛନ୍ତି ଦେଖ ଦି କୋଲ୍ଡ ୱିଣ୍ଡ ଇନ୍ ଦି ୱିଣ୍ଟର, ତାହେଲେ ଯେଉଁ ମାନେ ଶୀତ ଋତୁରେ କ'ଣ ହୁଏ ମାନେ ଯେଉଁ ଶୀତ ଋତୁରେ ସାଧାରଣତଃ ଆମେ ଜାଣିଛେ ଥଣ୍ଡା ପବନ ପ୍ରବାହିତ ହୋଇଥାଏ। ଦି ପ୍ଲେଜାଣ୍ଟ ସମର ସନ୍ ମାନେ ସେଇ ଖରା ଋତୁର ସୂର୍ଯ୍ୟ ଏଠି ଆନନ୍ଦଦାୟକ ଲାଗେ। ଏଠି କହିବାର ଉଦ୍ଦେଶ୍ୟ ହେଉଛି ଏଠି କବି ହେଉଛନ୍ତି ଆଇର୍ଲାଣ୍ଡ ଗୋଟେ ପର୍ବତ ଅଞ୍ଚଳରେ ବାସ କରୁଛନ୍ତି, ଅଧିକାଂଶ ସମୟ ସେଠି ଥଣ୍ଡା ଥାଏ, ଯେଉଁ ସମୟରେ କି ତାଙ୍କର ଯେଉଁ ବରଫ ମାନେ ଖରା ଋତୁ ଆସେ ସେତେବେଳେ ଅଧିକ ଟିକେ ଖରା ଦେଇଥାଏ, ଅଧିକ ଖରା ପାଇଥାନ୍ତି, ଯାହାଦ୍ୱାରା କି ସେଇ ଖରା ସେମାନଙ୍କ ପାଇଁ ପ୍ଲେଜେଣ୍ଟ ମାନେ ଆନନ୍ଦଦାୟକ ମାନେ ଖୁସି ଲାଗିଥାଏ। ଓକେ, ଏଠି ଦେଖ କ୍ୱେଶ୍ଚନ୍ କ'ଣ ଆସିବ ସ୍ଟାଞ୍ଜା 4ରେ ଦି ୱିଣ୍ଡ ଇଜ୍ ଡେଜ୍ ଇନ୍ ଦି ୱିଣ୍ଟର, ତାହେଲେ ଏଠି କ୍ୱେଶ୍ଚନ୍ ଆସିବ ଦି ୱିଣ୍ଡ ଇଜ୍ ଡେଜ୍ ଇନ୍ ଦି ୱିଣ୍ଟର, ତାହେଲେ ସେଇ ପବନଟା କିପରି ଭାବରେ ଶୀତ ଋତୁରେ କିପରି ଥାଏ ପବନଟା, ତାହେଲେ କୋଲ୍ଡ, ତାହେଲେ ଆନ୍ସର୍ରେ ଲେଖିବ କୋଲ୍ଡ। ଦେଖ ଓକେ, ସେଇପରିକା ଏଠି ଦେଖ କ୍ୱେଶ୍ଚନ୍ ଆସିପାରିବ ଏକର୍ଡ଼ିଂ ଟୁ ଦି ପୋଏଟ୍ ଦି ସମର ସନ୍ ଇଜ୍ ଡେଜ୍, ତାହେଲେ ଏମାନେ କବିଙ୍କ ମତ ଅନୁଯାୟୀ ସମର ସନ୍ କିପରି ଏଠି କବିତାରେ କିପରି କହିଛନ୍ତି ପ୍ଲେଜାଣ୍ଟ ଆନନ୍ଦଦାୟକ, ତାହେଲେ ଆନ୍ସର୍ ଲେଖିବ ଆନ୍ସର୍ ହେବ ପ୍ଲେଜାଣ୍ଟ। ଓକେ, ତାପରେ ଦେଖ ଦି ରାଇପ୍ ଫ୍ରୁଟ୍ ଇନ୍ ଦି ଗାର୍ଡେନ୍ ହି ମେଡ୍ ଦେମ୍ ଏଭ୍ରି ୱାନ୍, ସେ କହୁଛନ୍ତି ସେ ମାନେ ଅଧିକାଂଶ କ'ଣ ହୁଏ ସମସ୍ତଙ୍କ ପାଇଁ ସେ ଗାର୍ଡେନରେ କ'ଣ ପାଚିଲା ଫଳ କ'ଣ ହେଇଥାଏ ଅଧିକାଂଶ ସମର ସିଜନ୍ରେ ମାନେ ପାଚିଥାଏ, ଯାହାକି ସେ ଗାର୍ଡେନରେ ଆମର କ'ଣ ରାଇପ୍ ମାନେ ପାଚିଲା ହେଲା, ଫ୍ରୁଟ୍ ମାନେ ଫଳ ମାନେ ଅଧିକାଂଶ ଖରା ଋତୁରେ ଆମେ ପାଚିଲା ଫଳ ପାଇଥାଉ, ଯାହାକି ଭଗବାନ ମାନେ ଏଠି ଭଗବାନଙ୍କୁ ମେନସନ୍ କରାଯାଇଛି, ହେଉଛି ଭଗବାନଙ୍କୁ ମେନସନ୍ କରାଯାଇଛି। ହି ମେଡ୍ ଦେମ୍ ଏଭ୍ରି ୱାନ୍ ମାନେ ଭଗବାନ ସମସ୍ତଙ୍କ ପାଇଁ ଏସବୁ କ'ଣ କରିଛନ୍ତି ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି। ଏଠି ପୁଣି କ୍ୱେଶ୍ଚନ୍ ଆସିପାରେ ଯେଉଁ ରାଇପ୍ ଫ୍ରୁଟ୍ ଦି ପୋଏଟ୍ ଡେସ୍କ୍ରାଇବ୍ ଦ୍ୟାଟ୍ ଫ୍ରୁଟ୍ ଇନ୍ ଦି ଗାର୍ଡେନ୍ ଆର୍ ଡେସ୍, ତାହେଲେ କବି କ'ଣ ମାନେ ଫ୍ରୁଟ୍କୁ ଗାର୍ଡେନରେ କିପରି ଭାବରେ ବର୍ଣ୍ଣନା କରିଛନ୍ତି ପାଚିଲା ଫଳ ମିଳେ ବୋଲି ରାଇପ୍, ଏଠି କ'ଣ ଲେଖିବ ରାଇପ୍। ଓକେ, ଜାଣିପାରିଲ। ତା ପରବର୍ତ୍ତୀ ସ୍ଥାନକୁ ଯିବା ସ୍ଥାନ ଦେଖ ଦି ଟୋଲ୍ ଟ୍ରିଜ୍ ଇନ୍ ଦି ଗ୍ରୀନ୍ ଉଡ୍ ଦି ମେଡୋଜ୍ ୱେର୍ ୱି ପ୍ଲେ ଦି ରସେସ୍ ବାଇ ଦି ୱାଟର ସାଇଡ୍ ୱି ଗେଦର୍ ଏଭ୍ରି ଡେ, ଦେଖ ଦି ଟୋଲ୍ ଟ୍ରିଜ୍ ଇନ୍ ଦି ଗ୍ରୀନ୍ ଉଡ୍ ଆମେମାନେ ଜଙ୍ଗଲରେ ଅଧିକାଂଶ କ'ଣ ବଡ଼ ବଡ଼ ଗଛ ଦେଖିବାକୁ ମିଳେ। ଦି ମେଡୋଜ୍ ୱେର୍ ୱି ପ୍ଲେ କହୁଛି, ମେଡୋଜ୍ ହେଲେ ଘାସ ପଡ଼ିଆ ହେଲା, ଏଇଠି ଆମେ କ'ଣ କରିଥାଉ ଆମେ ସମସ୍ତେ ଘାସ ପଡ଼ିଆରେ ଖେଳିଥାଉ। ଓକେ, ଭଗବାନ ମଧ୍ୟ ଆମକୁ କ'ଣ ଘାସ ପଡ଼ିଆ ଯେଉଁଠିକି ଖେଳିବା ପାଇଁ ତିଆରି କରିଛନ୍ତି, ଆଉ ଗଛ ଗୁଡ଼ାକ ବଡ଼ ବଡ଼ ଗଛ ତିଆରି ପାଇଁ ଜଙ୍ଗଲ ସୃଷ୍ଟି କରିଦେଇଛନ୍ତି। ଓକେ, ଦେଖ ଏଠି କ୍ୱେଶ୍ଚନ୍ କ'ଣ ଆସିବ ମୁଁ ତୁମକୁ କହିଦେଉଛି ସ୍ଟାଞ୍ଜା ଯେଉଁ ରହିଛି 5ରେ ଏଠି କ୍ୱେଶ୍ଚନ୍ ଆସିବ ୱେର୍ କ୍ୟାନ୍ ୱି ଫାଇଣ୍ଡ ଟୋଲ୍ ଟ୍ରିଜ୍ ଆର୍ ଦି ଡେସ୍କ୍ରାଇବ୍ ଇନ୍ ଦି ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍, ମାନେ ଅଲ୍ ଥିଙ୍ଗ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ୍ କବିତାରେ ଆମେମାନେ ବଡ଼ ବଡ଼ ଗଛ ଗୁଡ଼ାକୁ କେଉଁଠି ପାଇଥାଉ, ତାହେଲେ ଆନ୍ସର୍ କ'ଣ ହେବ ଇନ୍ ଦି ଗ୍ରୀନ୍ଉଡ଼୍ରେ ଆମେ ବଡ଼ ବଡ଼ ଗଛ ଏଠି ମେନସନ୍ କରାଯାଇଛି ନା ନାହିଁ। ଓକେ, ସେଇପରିକା ଦେଖ କ୍ୱେଶ୍ଚନ୍ ଆସିପାରେ ଦି ମେଡୋଜ୍ ମାନେ ୱେର୍ ଡୁ ୱି ପ୍ଲେ ଏକର୍ଡ଼ିଂ ଟୁ ସି.ଏଫ୍. ଆଲେକ୍ଜାଣ୍ଡାର, ମାନେ ସି.ଏଫ୍. ଆଲେକ୍ଜାଣ୍ଡାରଙ୍କ କଥା ଅନୁଯାୟୀ ମତ ଅନୁଯାୟୀ ଆମେ କେଉଁଠି ଖେଳିଥାଉ, ତାହେଲେ ମେଡୋଜ୍ ହେବ ସଠିକ୍ ଆନ୍ସର୍। ଓକେ,
ଦି ରାସେସ୍ ବାଇ ଦି ୱାଟର ୱି ଗେଦର ଏଭ୍ରି ଡେ। ସେ କ'ଣ କହୁଛନ୍ତି, ସେ ଜଣେ ମାନେ ଗୋଟେ ସେ ନାରୀ କବି କହୁଛନ୍ତି ଯେଉଁ ରାସେସ୍ କହିଲେ ଯେଉଁ ୱାଟର ବାଇ ୱାଟର ସାଇଡ଼୍, ରାସେସ୍ କହିଲେ ମୂଲ୍ୟବାନ ଯେଉଁ ଘାସ ଗୁଡ଼ାକ, ମାନେ ଘାସ ଜାତୀୟ ପଦାର୍ଥ ଯାହାକି ନଦୀ ସାଇଡ଼୍ରେ ବାହାରିଥାଏ। ରାସେସ୍ ମାନେ ଯେଉଁ ମୂଲ୍ୟବାନ ଘାସ ଗୁଡ଼ାକ ହେଲା, ସେଗୁଡ଼ାକ କେଉଁଠି ବାହାରିଥାଏ, ସେଗୁଡ଼ାକ ୱାଟର ସାଇଡ଼୍ରେ ମାନେ ପାଣି ପାଖାପାଖିରେ ସେ ରାସେସ୍ ଗୁଡ଼ାକ ବଢ଼ି ହେଇଥାଏ, ଯାହାକି ସେଗୁଡ଼ାକ ହେଲା ଆମ ପ୍ରତିଦିନ ଜୀବନରେ କାମରେ ଦିଏ ବୋଲି ସେ କହିଛନ୍ତି। ଯେଉଁଗୁଡ଼ାକ କି ସେମାନେ ପ୍ରତିଦିନ କ'ଣ କରନ୍ତି, କଲେକ୍ସନ୍ କରନ୍ତି ବା ଏଭ୍ରିଡେ ଗେଦର ମାନେ ସଂଗ୍ରହ କରନ୍ତି ବୋଲି କହୁଛନ୍ତି। ଓକେ, ଏଠି କ୍ୱେଶ୍ଚନ୍ କ'ଣ ଆସିବ ଦେଖ, ହ୍ୱେର୍ ଡୁ ରାସେସ୍ ଗ୍ରୋ। ତାହେଲେ କେଉଁଠି ରାସେସ୍ ଗୁଡ଼ାକ ବଡ଼ ହୁଏ କହିଲେ ବାଇ ଦି, ଆନ୍ସର୍ରେ କ'ଣ ଲେଖିବ, କ'ଣ ହେବ ଆନ୍ସର୍, ବାଇ ଦି ୱାଟର ସାଇଡ଼୍, ୱାଟର ସାଇଡ଼୍ରେ ବଢ଼େ ଜାଣିପାରିଲ। ଓକେ, ତାପରେ ଯିବା ସ୍ଟାଞ୍ଜା ଆମେ 6କୁ ଯିବା। କ'ଣ ରହିଛି ଦେଖ, he gives us eye to see them and live that we might tell how great is almighty God who has made them all things well। ସେ କହୁଛନ୍ତି he gives us eyes, ସେ ଆମକୁ କ'ଣ ଦେଇଛନ୍ତି, ଭଗବାନ କହୁଛନ୍ତି ଭଗବାନ ଆମକୁ ଆଖି ଦେଇଛନ୍ତି, ଯାହାକି ଏଇ ପରୀକ୍ଷା ସୁନ୍ଦର ସୁନ୍ଦର ଦେଖିବା, ଏଇ ପରୀକ୍ଷା ସୁନ୍ଦର ଜିନିଷ ଦେଖିବା ପାଇଁ, ଏବଂ and live that we may tell, ଏବଂ ସେ ଆମକୁ ଅଠ ଦେଇଛନ୍ତି how great is God almighty। ତାହେଲେ ଭଗବାନ କେତେ ମହାନ ବୋଲି ଆମକୁ କହିବା ପାଇଁ ଅଠ ଦେଇଛନ୍ତି ବୋଲି କହିଛନ୍ତି। who has made all things well, ସବୁ ଜିନିଷ ଯେମିତିକି ସୁନ୍ଦର, ମାନେ ସବୁ ଜିନିଷ କ'ଣ ସେ ହିଁ ତିଆରି କରିଛନ୍ତି, ସୁନ୍ଦର ଏବଂ ଭଲ ଭାବରେ ତିଆରି କରିଛନ୍ତି, କିଏ, ଭଗବାନ ତିଆରି କରିଛନ୍ତି। ଏଠି କ୍ୱେଶ୍ଚନ୍ ଆସିପାରେ, why has God given us eyes according to the poet। କବିଙ୍କ ଅନୁଯାୟୀ କାହିଁକି ଆମକୁ ଆଖି ଦିଆଯାଇଛି, ତାହେଲେ କ'ଣ ଲେଖିବ ଦେଖ, to see his beautiful creation, ତାର ମାନେ ସୁନ୍ଦର ସୁନ୍ଦର ସୃଷ୍ଟି କରିଥିବା ଜିନିଷକୁ ଦେଖିବା ପାଇଁ ଆମକୁ ଆଖି ଦେଇଛନ୍ତି ବୋଲି ଏଠି କବିତାରେ କୁହାଯାଇଛି। ଓକେ, ତା ପରବର୍ତ୍ତୀ କ୍ୱେଶ୍ଚନ୍ ଏଠି କ'ଣ, ଏହା ଥିଲା ତୁମ ଶେଷ, ଆମେ ଟପିକ୍ ବା ଚାପ୍ଟରକୁ କ୍ଲିଅର ଭାବରେ ପଢ଼ିଦେଲେ। ଓକେ, ଯଦି ଏଇ ଚ୍ୟାନେଲରେ ନୂଆ ଅଛ ସବସ୍କ୍ରାଇବ୍ କରି ଜଏନ୍ କର। ଏଇ ପରୀକ୍ଷା ଆମେ ଏଇ ପରୀକ୍ଷା ଭିଡ଼ିଓ ତୁମମାନେ ପାଇପାରିବ ସର୍ବପ୍ରଥମେ, ତେଣୁ ସବସ୍କ୍ରାଇବ୍ କରି ଜଏନ୍ କରିଥାଉ। ଓକେ, ଧନ୍ୟବାଦ।